ପାଳ ଫଳ ପୁରା ସମସ୍ତଙ୍କୁ ଗଲାଣି, ଖାଲି ପାଳ ପାଳ ନୁହଁ, ବିଜେଡି ପୁରା ଡୁବି ଗଲାଣି। ଆଉ କିଛି ନାହିଁ, ଲୋକଙ୍କ ମନରୁ ଲୋକଙ୍କ ଆସ୍ଥା ହରାଇ ସାରିଲେଣି। ଦେଖନ୍ତୁ, ପ୍ରତ୍ୟେକ ଜିନିଷରେ ଅତି ଦର୍ପ ହତାଳଙ୍କ ଅତି ମାନକ ଗୌରବ ଅତି ଦାନ ବଳି ମଧ୍ୟ ଅତି ସର୍ବତ ପୁରଉଛି। ତେଣୁ ସେମାନେ ଅତି ହେଲେ, ଅତି ହେବା ଫଳରେ ଜିନିଷ ହେଲେ, ତେଣୁ ଆମର କିଛି କହିବାର ନାହିଁ। ଆମ ଦଳ ଠିକ ଅଛି, ଆମେ ଲୋକଙ୍କ ସାଙ୍ଗରେ ଅଛୁ। ଆମ ସରକାର ହଉଛନ୍ତି ଲୋକଙ୍କର ସରକାର। ଆମର ପ୍ରିୟ ମୋହନ ମାଝୀଙ୍କର ସରକାର ବର୍ତ୍ତମାନ ଲୋକଙ୍କ ପାଇଁ ଆମେ କାମ କରି ଚାଲିଛୁ ଏବଂ ଆଗକୁ ମଧ୍ୟ ଲୋକଙ୍କର ଯୋଉ ଆଶା ଆକାଂକ୍ଷା ଯୋଉ ବିଶ୍ୱାସ ରହିଛି ଆମ ସରକାର ପ୍ରତି, ନିଶ୍ଚିତ ଭାବରେ ଆମ ସରକାର ସେ କାମ କରିବେ। ଯୋଉ ଲୋକମାନେ ଦେଇଥିବା ଆଶୀର୍ବାଦକୁ ତାକୁ କାମ କରିକି ଲୋକଙ୍କ ପାଖରେ ପହଞ୍ଚିବ। ନାରା ଆସୁଛି ଜଣେ ବ୍ୟକ୍ତିଙ୍କର ଦଳରୁ ନାରା ଆସୁଛି, କଣ କହିବେ? ତାଙ୍କର ସେ ହଉଛି ଆଭ୍ୟନ୍ତରୀଣ ବ୍ୟାପାର। ତେଣୁ ଆମେ ପର ପଡିଶା ଘରେ କଣ ହଉଛି ଆମେ ଜାଣିବାର ଆବଶ୍ୟକ ନାହିଁ। ତେଣୁ ସିଏ ତ ଜାଣିଛନ୍ତି ଆପଣ ମାନଙ୍କ ସେଭଳି ଯୋଉଭଳି ଗୋଟେ ବିଶୃଙ୍ଖଳିତ ଭାବରେ ସେମାନେ ଅଛନ୍ତି, କୌଣସି ଗଣତନ୍ତ୍ର ନାହିଁ, ପୁରା ଅସ୍ମିତାକୁ ପୁରା ସେମାନେ ପୁରା ଧଜ୍ୟା ଉଡେଇ ଦେଇଥିଲେ, ଯାହା ଫଳରେ କି ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ। ତାଙ୍କ ବିଷୟରେ ଆମେ ଆଲୋଚନା କାହିଁକି କରିବା? ବର୍ତ୍ତମାନ ଆପଣ ପଚାରନ୍ତୁ ଆମେ କଣ କରିବାକୁ ଚାହୁଁଛୁ, ବର୍ତ୍ତମାନ ଆମ ସରକାର କଣ କରିବାକୁ ଚାହୁଁଛନ୍ତି। ଆମର ଲୋକଙ୍କ ସରକାର, ଲୋକଙ୍କ ପାଇଁ କାମ କରିବାକୁ ଆମେ ଚାହୁଁଛୁ ଏବଂ ଲୋକଙ୍କର ଯୋଉ ଆଶା ଆକାଂକ୍ଷା ବିଶ୍ୱାସକୁ ନିଶ୍ଚିତ ଭାବରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ତାକୁ ପୂରଣ କରିବେ। ସେଇ ଦିଗରେ ମଧ୍ୟ ମନ୍ତ୍ରିମଣ୍ଡଳ ସମସ୍ତ ବରିଷ୍ଠ ମନ୍ତ୍ରୀ ମାନେ ସମସ୍ତେ କାମ କରୁଛନ୍ତି। ସାର୍, ଆଉ ଗୋଟେ ଦେବାଶିଷ ସାମନ୍ତରାୟ ବିଜେଡି ସାଂସଦ ଓଡିଆ ଅସ୍ମିତା ପାଇଁ ଆପଣଙ୍କର ଜିତ୍ ହେଇଛି କହୁଛନ୍ତି, ଆପଣ ଆଣିକି ଢଳିଲେ ଆପଣ ମାନେ ତାକୁ ଦେବେ ବିଜେଡି ସାଂସଦ ସେ କଥା ଦେଖନ୍ତୁ, ସେଇ ବିଷୟରେ ଆମେ ଚିନ୍ତା କରିଲେ ବରିଷ୍ଠ ନେତୃବୃନ୍ଦ ଚିନ୍ତା କରିବେ। ତେଣୁ କାହାର ବ୍ୟକ୍ତିଗତ ମତ କଣ ଆମେ ତା ଉପରେ କୌଣସି ଚିନ୍ତା କରିବାର ନାହିଁ। ଆମର ହଉଛି ଲୋକଙ୍କର ସରକାର, ଲୋକଙ୍କ ପାଇଁ କାମ କରିବାରେ ଆମେ ସମସ୍ତେ ବର୍ତ୍ତମାନ ବ୍ୟସ୍ତ। ଆମ ଦଳ ହଉଛି ଗୋଟେ ସୁଶାନ୍ତ ଦଳ ଏବଂ ଗଣତନ୍ତ୍ରରେ ବିଶ୍ୱାସ କରେ, ଲୋକଙ୍କ ପାଇଁ ବିଶ୍ୱାସ କରେ। ସବକା ସାଥ ସବକା ବିଶ୍ୱାସ ସବକା ପ୍ରୟାସ। କିନ୍ତୁ ସମସ୍ତେ ଇଙ୍ଗିତ କରୁଛନ୍ତି ପାଣ୍ଡିଆନକୁ, ପାଣ୍ଡିଆନ ଯେପରି ଭାବରେ କାର୍ଯ୍ୟକ୍ରମ କରୁଛନ୍ତି। ଦେଖନ୍ତୁ, ଯାହା ତ ଆପଣ ଘଟିଲା ଘଟଣା ଘଟିଲା, କାହା ପାଇଁ ଘଟିଲା, କାହିଁକି ଘଟିଲା, ସେମାନେ ତ ଆଗରୁ ତର୍ଜମା କରିବାର ଥିଲା, ଆଗରୁ କହିବାର ଥିଲା। ଜଣେ ଅଣ ଓଡିଆ ଲୋକଙ୍କର ସମସ୍ତେ କୃତଦାସ ହେଇଥିଲେ। ଯେତେବେଳେ କଣ ନଈ ବୁଡି ଆଣ୍ଠିଏ ପାଣି ହେଲା ପରେ ତାପରେ ଚିନ୍ତା କରିବାର କଣ ଆବଶ୍ୟକ ଅଛି? ତେଣୁ ପର କଥା ଆମର ଚିନ୍ତା କରିବାର ନାହିଁ। ଆମେ ଆମ ଦଳ କଥା ସେ କଥା ସିଏ ହିଁ କହିପାରିବେ, ତାଙ୍କୁ ପଚାରିବେ, ଆମକୁ କାହିଁ ପଚାରୁଛନ୍ତି? ତେଣୁ ଆମ ଦଳ ବିଷୟରେ ଆମକୁ ପଚାରୁଛନ୍ତି। ନାଇଁ, ଆମର କୌଣସି ବିଲ୍ ଆମ ସରକାର ବିଶ୍ୱାସ କରୁନି, ଆମ ଦଳ ବିଶ୍ୱାସ କରୁନି। ଆମେ ହଉଛି ଗଣତନ୍ତ୍ର ଦଳ ଏବଂ ଗୋଟେ ଶୃଙ୍ଖଳିତ ଦଳ। ଆମର ସର୍ବୋଚ୍ଚ ପରିଚୟ, ଏଇଟା ପୃଥିବୀର ସର୍ବବୃହତ ଦଳ। ତେଣୁ ଗଣତନ୍ତ୍ର ଉପରେ ଆମେ ବିଶ୍ୱାସ କରୁ। ପାଳ ଫଳ ପୁରା ସମସ୍ତଙ୍କୁ ଗଲାଣି, ଖାଲି ପାଳ ପାଳ ନୁହଁ, ବିଜେଡି ପୁରା ଡୁବି ଗଲାଣି। ଆଉ କିଛି ନାହିଁ, ଲୋକଙ୍କ ମନରୁ ଲୋକଙ୍କ ଆସ୍ଥା ହରାଇ ସାରିଲେଣି।